ଆଜି ବୋର୍ଡ ଅଫ୍ ଡାଇରେକ୍ଟର ମାନେ ଶାଢ଼ୀ ଦେଖିବାକୁ ଆସିବେ। ମୁଁ ଜାଣିଥିଲି ଏହି ଶାଢ଼ୀ ବହୁତ ପସନ୍ଦ ଆସିବ ବୋଲି। ମାଲିକ କହିବେ, ମ୍ୟାଡ଼ାମ, ଆମ କମ୍ପାନୀରେ ନିଆଁ ଲାଗିଯାଇଛି। ମ୍ୟାଡ଼ାମ, ସବୁ ଛାରଖାର ହୋଇଯାଇଛି। ତ୍ରିନାଲି କାରଖାନାରେ ଥିଲା। ସେ କେମିତି ଅଛି ତାକୁ ଟିକେ ଫୋନ କର। କାରଖାନାରେ ମୁଁ ବି ନିଆଁ ଲଗାଇ ଦେଇଥିଲି। କେମିତି 100ଟି ଶାଢ଼ୀ ଆଣିଲା ତ୍ରିନାଲି। ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଭବାନୀ ଦେବୀ। ତ୍ରିନାଲି କାରିଗର ଶାଢ଼ୀକୁ ଦେଖି ପସନ୍ଦ କରିବେ। ଓ ମ୍ୟାଡ଼ାମ, ଆମ ମେସିନ ଶାଢ଼ୀକୁ ଜମା ପସନ୍ଦ କରୁନାହାନ୍ତି ଡାଇରେକ୍ଟର ମାନେ। ଆପଣମାନେ ପସନ୍ଦ ଅନୁସାରେ ଏହି ଶାଢ଼ୀକୁ ଆମେ ବନାଇଛୁ। ବହୁତ ରିସର୍ଚ୍ଚ ବି କରିଛୁ ଏହି ଶାଢ଼ୀକୁ ବନାଇବା ପାଇଁ। ତ୍ରିନାଲି କହିବେ, ମେସିନରେ ଶାଢ଼ୀ ଓ କାରିଗର ଶାଢ଼ୀକୁ ଯିଏ ଅଧିକ ପସନ୍ଦ କରିବ ସେହି ଶାଢ଼ୀ ହିଁ ଜିତିବ। ଚାଲ ଏ ଶାଢ଼ୀ ପାଇଁ ଗୋଟେ ଭୋଟ ଆରମ୍ଭ କରିଦେବା। କୃଷିକା ଏବଂ କାର୍ତ୍ତିକ 2 ଜଣ ଝଗଡ଼ା ଲାଗିବେ। ତ୍ରିନାଲି ଦେଖିଦେବ ତୁମେ 2 ଜଣ କ'ଣ ଚାଲିଅଛି। ଚାଲନ୍ତୁ ଯିବା, ସେପଟେ ଭୋଟ ଚାଲିଅଛି। ତୁମେ ଏଠି କ'ଣ କରୁଛ? ଟେବୁଲ ଗୋଟିଏ ସାଇଡ୍ରେ ଆଣୁଥିଲେ। ସେତେବେଳେ ସରସ୍ୱତୀକୁ ସେପଟେ ସାଇଡ୍ରେ ଥିବ। ସେତେବେଳେ ତଳେ ପଡ଼ିଯାଉଥିବେ। ସେତେବେଳେ ମହେନ୍ଦ୍ର ସାହୁ ତାହାଙ୍କୁ ବଞ୍ଚାଇ ଦେବେ। ତାହାକୁ ଦେଖି କହିବେ, ତୁମର କ'ଣ ଏଠି ରୋମାନ୍ସ ଚାଲିଅଛି? ତୁମକୁ କିଏ ଡାକିଅଛି? ଏଠୁ ଆସିଅଛ? ସିକ୍ୟୁରିଟି ସରସ୍ୱତୀକୁ ବାହାର କର। ତୁମ ସେଥିରେ ମୁଣ୍ଡ ପୁରାଅ ନାହିଁ ମା। ସେପଟେ କଣ୍ଟ୍ରାକ୍ଟ ମାନେ ଆସିଛନ୍ତି। ସେପଟେ ଭୋଟ ଏବେ ଚାଲିଅଛି। ଚାଲନ୍ତୁ ଯିବା। ଭିଡ଼ିଓଟି କେମିତି ଲାଗିଲା ଆମକୁ ଲାଇକ୍, ସେୟାର ଓ କମେଣ୍ଟ କରି ନିହାତି ଜଣାଇବେ। ଜୟ ଜଗନ୍ନାଥ।